ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଭଦ୍ରକ ଜିଲ୍ଲାରେ ତିହିଡି ଚନ୍ଦବାଲି ବଅନ୍ତ ବାସୁଦେବପୁର ଭଣ୍ଡାରୀ ପୋଖରୀ ଧାମନଗର ଓ ଭଦ୍ରକ ତହସିଲ ସମେତ ଏନ୍ଏସି ପୌରପାଳିକାରେ ଜନଗଣନାକାରୀ ଓ ପରିଦର୍ଶକମାନଙ୍କୁ ନିଯୁକ୍ତି ଦିଆଯାଇ ତଥ୍ୟ ସଂଗ୍ରହ କରିବା ପାଇଁ ପଠାଯାଇଛି। ଜିଲ୍ଲାରେ 469 ଜଣ ସୁପରଭାଇଜର ପରିଦର୍ଶକ 5884 ଗଣନାକାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି। ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଭିନ୍ନ ତହସିଲ କାର୍ଯ୍ୟାଳୟରେ ପରିଚୟପତ୍ର ନିଯୁକ୍ତିପତ୍ର ଜନଗଣନା ମ୍ୟାପ୍ ମାର୍କର ପୁସ୍ତିକା ପ୍ରଦାନ କରାଯାଇଛି। ସେମାନେ ଘରକୁ ଘର ଯାଇ 33 ପ୍ରକାର ତଥ୍ୟ ସଂଗ୍ରହ କରୁଛନ୍ତି। ଏ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି, ଭଦ୍ରକରେ ଆମର 13 ଗୋଟି ଚାର୍ଜ ଗୁଡ଼ିକ ଅଛି, 7ଟି ତହସିଲ, 6 ଗୋଟି ଅର୍ବାନ ଲୋକାଲ ବଡିଜ, ଏଭଳି ଭାବରେ 13ଟି ଚାର୍ଜ ଆମର ଭଦ୍ରକ ଜିଲ୍ଲାରେ। ଆମର ହାଉସ ଲିଷ୍ଟିଂ ବ୍ଲକସ୍ ହେଉଛି 3056, ସୁପରଭାଇଜର୍ସ ମାନେ 469, ଏନୁମେରେଟର୍ସ ମାନେ 2838। ଏଭଳି ଭାବରେ ଆମର ଏନୁମେରେଟର୍ସ ସୁପରଭାଇଜର୍ସ ମାନଙ୍କର ଟ୍ରେନିଂ ସରିଯାଇଛି, ତାଙ୍କୁ ଆପଏଣ୍ଟମେଣ୍ଟ ଅର୍ଡର୍ସ ମଧ୍ୟ ଇସ୍ୟୁ ହୋଇସାରିଛି। ଆମର ଯେଉଁ ଥିଲା ସେଲ୍ଫ ଏନୁମେରେସନ ତାର ଅବଧି ସରିଯାଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ ସାମାଜିକ ଅନୁଷ୍ଠାନ ଫେଲୋସିପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ପ୍ରତ୍ୟେକ ପରିବାର ପାଇଁ ଝିଅର ବିବାହ ଜୀବନର ଏକ ସ୍ମରଣୀୟ ଦିନ ହୋଇଥିବାରୁ ଆର୍ଥିକ ସମସ୍ୟା ଦୂର କରିବା ଲାଗି ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଛନ୍ତି। ଜିଲ୍ଲାର 25 ଯୋଡ଼ା ବରକନ୍ୟାଙ୍କର ବୈଦିକ ରୀତିନୀତି ଅନୁସାରେ ବିବାହ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ କନ୍ୟାଙ୍କୁ ସର୍ବମୋଟ 60,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ସେଥିମଧ୍ୟରୁ 45,000 ଟଙ୍କା କନ୍ୟାଙ୍କ ନିଜସ୍ୱ ବ୍ୟାଙ୍କ ଖାତାକୁ ପ୍ରତ୍ୟେକ ହସ୍ତାନ୍ତର ମାଧ୍ୟମରେ ଜମା ହେବାର ବ୍ୟବସ୍ଥା ରହିଛି ଏବଂ ଅବଶିଷ୍ଟ 15,000 ଟଙ୍କା ନିୟୋଜିତ କାର୍ଯ୍ୟକାରୀ ସଂସ୍ଥାକୁ ବିବାହ ସମ୍ବନ୍ଧୀୟ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ପ୍ରଦାନ କରାଯିବ। ଭାରତରତ୍ନ ବାବା ସାହେବ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ 136ତମ ଜୟନ୍ତୀ ଭଦ୍ରକ ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଆମ୍ବେଦକର ଜିଲ୍ଲା ମହାସଂଘର ସଭାପତି ରାଜେନ୍ଦ୍ର ଜେନା, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର, ସମାଜସେବୀ ଅଜୟ ନାୟକ ପ୍ରମୁଖ ଯୋଗଦେଇ ଆମ୍ବେଦକରଙ୍କ ଭାରତବର୍ଷ ପ୍ରତି ଅବଦାନ, ଦଳିତ ବର୍ଗର ଲୋକଙ୍କ ପାଇଁ ଜନସେବା, ଦେଶରେ ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ପ୍ରମୁଖ ବଳିଷ୍ଠ ଭୂମିକା ଉପରେ ଗୁରୁତ୍ୱାରୋପ କରି ସ୍ମୃତିଚାରଣ କରିଥିଲେ ଓ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଭଦ୍ରକ ଜିଲ୍ଲା କୃଷି ବିଭାଗ ପକ୍ଷରୁ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପବିତ୍ର ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳିତ ହୋଇଯାଇଛି। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସଞ୍ଜୟ ମହାନ୍ତି, କୃଷି ବୈଜ୍ଞାନିକ ବିଶ୍ୱରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ଅକ୍ଷୟ ତୃତୀୟାରେ ପୂଜାର୍ଚ୍ଚନା କରି କ୍ଷେତରେ ଅକ୍ଷିମୁଠି ଅନୁକୂଳ କରିଥିଲେ। ଖରିଫ 2026 ମୁଖ୍ୟମନ୍ତ୍ରୀ କିଷାନ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ 2,13,775 ନାମମାତ୍ର ଚାଷୀଙ୍କୁ 42,75,60,000 ଟଙ୍କା ବ୍ୟାଙ୍କ ଜମାଖାତାକୁ ପଠାଯାଇଛି। ଏହାଛଡ଼ା ଜିଲ୍ଲାର ଚାଷୀ ପରିବାରର 687 ଜଣ ପାଠ ପଢ଼ୁଥିବା ଯାନ୍ତ୍ରିକ ଓ ବୈଷୟିକ ପିଲାମାନଙ୍କୁ ସରକାର ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି। ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନ ହଲଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଅସ୍ମିତା, ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବଜାୟ ରଖିବା ସହ ପୂଜ୍ୟପୂଜାକୁ ସମ୍ମାନ ଦେବା, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଭଳି ବହୁ ବରପୁତ୍ରଙ୍କ ଅବଦାନ ସ୍ମୃତିଚାରଣ କରି 2036 ମସିହାରେ ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଫିଟ୍ ଇଣ୍ଡିଆ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାମନଗର ବ୍ଲକ ଅସୁରାଳିଠାରେ ସଶକ୍ତ ନାରୀ ସଶକ୍ତ ଭାରତ ହଜାର ହଜାର ମହିଳାଙ୍କ ମାରାଥନ ଦୌଡ଼ ପଦଯାତ୍ରା ଏବଂ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ବଅନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ବାଚସ୍ପତି ସୁରମା ପାଢ଼ୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସଞ୍ଜୀବ ମଲ୍ଲିକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ଶୃଙ୍ଖଳା, ଉତ୍ତମ ଚରିତ୍ର ଗଠନ, ଭଲ ପାଠ ପଢ଼ି ବିଦ୍ୟାଳୟ ଓ ସମାଜରେ ସୁନାମ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଓଡ଼ିଶା କ୍ରୀଡ଼ା ମହାକୁମ୍ଭ କବାଡ଼ି, ଖୋଖୋ, ଭଲିବଲ, ଫୁଟବଲ କ୍ରୀଡ଼ା ପ୍ରତିଯୋଗିତା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆ ଏବଂ ଧାମନଗର ବ୍ଲକ ଦୋବଲଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।